କ୍ଲାସ ରେ ପଢୁଥିଲେ କୋଉ ପର୍ଯ୍ୟନ୍ତ ପଢିଥିଲେ ପିଲେ କେତେ ନମ୍ବର ଶ୍ଲୋକ ଯାଏ? ହୁଁ ସ୍କ୍ରିନ୍ ଶୋ କରୁଛି ତ ନା ନାଇଁ? ଆଜ୍ଞା ସାର୍। ତ ଶ୍ଲୋକ ନମ୍ବର 7 ପିଲେ ସରି ଯାଇଥିଲା। ତାପରେ ସେନାପତି କହିଥିବେ ହଉ ଆପଣ ଯେମିତି କଣ ଆଜ୍ଞା କରୁଛନ୍ତି। ସେନାପତି ପିଲେ ସେଇ ଶ୍ଲୋକ ଯାଏ ପଢିଥିଲେ ବୋଧେ ପିଲେ 7 ନମ୍ବର ଯାଏ ନା କୋଉ ଯାଏ ପଢିଥିଲେ ବା? ନା ଏଇଟା ବି ପଢା ହେଇଥିଲା ସାର୍ ତା 10 ନମ୍ବର ବି ସରିଥିଲା ସାର୍। ହଁ 10 ନମ୍ବର ଶ୍ଲୋକ ମଧ୍ୟ 10 ବି ସରିଥିଲା 11 ବି ସରିଯାଇଥିଲା ନା ନାଇଁ? ନ ଜାନେ ଭୁକ୍ତାରମ୍ ବି ସରିଥିଲା। ଅଭିମୁଖ୍ୟମୟୀ ସମୃତମ୍ ଇକ୍ଷିତମ୍ ବି 12 ନମ୍ବର ବି ପଢିଥିଲେ ପିଲେ ହେଲା। ବାସ୍ ଏଇ ଯାଏଁ ପଢିଥିଲେ ପିଲେ। ତ ଦୁଷ୍ୟନ୍ତ କହୁଥିବେ ସେଇ କଥା ଠିକ ଅଛି କି ମୁଁ ଯେତେବେଳେ ଶକୁନ୍ତଳାଙ୍କ ସାମ୍ନାରେ ଥାଏ ସେତେବେଳେ ସେ ନେତ୍ରକୁ ଅନ୍ୟ ଆଡିକି ନେଇଯାଆନ୍ତି ଆଉ ଛଳରେ ଅନ୍ୟ କୌଣସି କାରଣ ଦେଖେଇକିରି ସେ ହସି ଦିଅନ୍ତି ନା ନାଇଁ? ଏଇଭଳି ଭାବରେ ସେ ବିନୟ କାରଣରୁ ନା ତ କାମକୁ ସେ ପିଲା ରୋକି ପାରୁଛି ମାନେ ତାର କାମ ନା ତ ପ୍ରକଟ ହଉଛି ନା ତ କାମ ତାର ଲୁଚିକିରି ରହିପାରୁଛି। ତାପରେ ବିଦୂଷକ ସେଥିରୁ ପିଲେ କହିବ କି ବିହସ୍ୟ ତ ହେଲା ତ ହସି ହସିକିରି କହିବ କିଏ ସେ ବିଦୂଷକ ପିଲେ ତ କିମ୍ ଦୃଷ୍ଟି ମାତ୍ରେଣ ଏବ ଭବତଃ ଅଙ୍କମ୍ ଆରୋହତୁ ଆଉ କଣ ନହେଲେ ନାହିଁ ଏମିତି ନ କରିକିରି ଆଉ କଣ ଆପଣଙ୍କୁ ଦେଖିଲା ମାତ୍ରେ କି ଆପଣଙ୍କ କୋଳରେ ଆସି ବସି ପଡିଥାନ୍ତା କି ହେଲା। ତାପରେ ରାଜା କହିବେ ସଖୀଭ୍ୟାମ ମିଥଃ ପ୍ରସ୍ଥାନେ ପୁନଃ ସଲୀଳୟା ତତ୍ର ଭବତା ମୟୀ ଭୂଇଷ୍ଟମ୍ ଆବିଷ୍କୃତଃ ଭାବଃ। ତାପରେ ପୁଣି ଯେତେବେଳେ ସେ ସଖୀ ମାନଙ୍କ ସହିତ ପ୍ରସ୍ଥାନ କରୁଥିଲା ନା ସେ ସମୟରେ ବି ତାର ଯୋଉ ପିଲେ ସାବଲୀଳ ଭାବରେ ସେ ଯୋଉ ମୋ ଠାରେ ତାର ପ୍ରେମ ଭାବ ପ୍ରକଟ କରିଛି ତାହା ମଧ୍ୟ ଗୋଟେ ଭିନ୍ନ ପ୍ରକାରର ଥିଲା। ତ ସେଥିରେ ମଧ୍ୟ ସେ ତାର ପ୍ରେମକୁ ପିଲେ ଦେଖେଇ ପାରିଛି। କେମିତିକା ଦେଖେଇଛି ତ ସେଇ କଥା ଶ୍ଲୋକ ନମ୍ବର 13ରେ କହୁଛନ୍ତି ପିଲେ कि दर्भाङ्कुरेण चरण क्षतयेत्यकाण्डे तन्वी स्थिता कतिचिदेव पदानि गत्वा आसीद्विवृत्तवदना च विमोचयन्ते शाखासु बल्कलमसक्तमपि द्रुमाणाम्। କହୁଛନ୍ତି ତନ୍वी କତିଚିତ୍ ଏବ ପଦାନି ଗତ୍ୱା ଅକାଣ୍ଡେ ଦର୍ଭାଙ୍କୁରେଣ ଚରଣଃ କ୍ଷତଃ ଇତି ସ୍ଥିତା ଆଉ ଦ୍ରୁମାଣାମ୍ ଶାଖାସୁ ଚ ଅସକ୍ତମ୍ ଅପି ବଳକଳମ୍ ବିମୋଚୟନ୍ତି ବିବୃତ ବଦନା ଆସିତ୍। ହେଲା ଦେଖ କହୁଛନ୍ତି କି ସେ ଯୋଉ ତନ୍वी ବା କୃଷାଙ୍ଗୀ ଶକୁନ୍ତଳା ଯେତେବେଳେ କତିଚିତ୍ ଏବ ପଦାନି ଗତ୍ୱା କିଛି ପାଦ ଆଗକୁ ଯାଇକିରି କତିଚିତ୍ ଏବ ପଦାନି ଗତ୍ୱା କିଛି ପାଦ ଆଗକୁ ଗଲା ପରେ ଅକାଣ୍ଡେ ପିଲେ ଅକାଣ୍ଡେ ଶବ୍ଦର ଅର୍ଥ ହେଲା ୟତ୍ର ନ ଭବେତ୍ ତତ୍ର ମାନେ ଯୋଉ ଜାଗାରେ ହବା କଥା ନୁହଁ ସେଭଳି ଜାଗାରେ ମଧ୍ୟ ସେ କଣ କହିଲା ନା ଦର୍ଭାଙ୍କୁରେଣ ଚରଣ କ୍ଷତଃ କି କୁଶର ଅଗ୍ରଭାଗରେ ମୋ ପାଦ ଫୋଡି ହେଇଯାଇଛି ବା ମୋ ପାଦ ମାନେ କଣ କ୍ଷତାକ୍ତ ହେଇଯାଇଛି ବୋଲି ଇତି ଉକ୍ତ୍ୱା କହି ସ୍ଥିତା ମାନେ ରହିଗଲା। କିନ୍ତୁ ସେ ଯୋଉ ଜାଗାରେ କହିଲା ଏ କଥାଟା ସେ ଜାଗାରେ ସେମିତି ହବା କଥା ହିଁ ନୁହଁ ସେ ଜାଗାରେ କିଛି କୁଶ ହିଁ ନଥିଲା ତଥାପି ସେ କହିଲା କି କୁଶର ଅଗ୍ରଭାଗ ଦ୍ଵାରା ମୋ ପାଦ କ୍ଷତାକ୍ତ ବୋଲି କହିକି ସେ ଜାଗାରେ ସେ କିଛି ସମୟ ରହିଗଲା। ଆଉ କଣ ନା ଦ୍ରୁମାଣାମ ଶାଖାସୁ ଗଛ ମାନଙ୍କର ଶାଖାରେ ଅସକ୍ତମ ନ ଲାଗିଥିଲେ ମଧ୍ୟ ହେଲା ଅସକ୍ତମ ଅପି ଅଲଗ୍ନମ ଅପି ନ ଲାଗିଥିଲେ ମଧ୍ୟ ସେ ବଳକଳମ ନିଜ ବଳକଳ ବସ୍ତ୍ରକୁ ବିମୋଚୟନ୍ତି ମୁକ୍ତମ କୁରୁବନ୍ତି ନିଜ ବଳକଳ ବସ୍ତ୍ରକୁ ସେ ଶାଖାରୁ ମାନେ କଣ କରୁଥିଲା ବାହାର କରୁଥିଲା ହେଲା କିନ୍ତୁ ତା ବଳକଳ ବସ୍ତ୍ର ପିଲେ ସେ ଯୋଉ କଣ ଗଛର ଶାଖାରେ ଲାଗି ନଥିଲା। ଏଇଭଳି କରିକିରି ବିବୃତ ବଦନା ତ ମୁଖମ ବିବୃତମ କୃତ୍ୱା ମାନେ ପାଟିକି ଟିକେ ମେଲା କରିକିରି ଆସିତ ମାନେ ଚାହିଁ ରହିଥିଲା। ତ ଏସବୁରୁ ମତେ ଜଣା ପଡୁଛି କି ତାର ମୋ ପ୍ରତି କିଛି ଏଭଳି ମନୋଭାବନା ରହିଛି ବୋଲି ବୁଝିବ ପିଲେ ଶ୍ଲୋକର ଅର୍ଥ ନା ନାଇଁ ସହଜ ଆଜ୍ଞା। ତ ସେଇ କଥା ସେ କହୁଛନ୍ତି ବ୍ୟାଖ୍ୟାରେ ପିଲେ କି ଅତ୍ର ରାଜା ଦୁଷ୍ୟନ୍ତଃ ବିଦୂଷକମ୍ ପ୍ରତି ବଦତି ତ ରାଜା ଦୁଷ୍ୟନ୍ତ ବିଦୂଷକକୁ କହୁଛନ୍ତି କି ଶକୁନ୍ତଳା ଯଦା ସଖୀଭ୍ୟାମ ସହ ପ୍ରସ୍ଥାନମ କୃତବତୀ ଆସିତ
ଶକୁନ୍ତଳା ଯେତେବେଳେ ସଖୀ ଧର ଦୁଇ ଜଣ ସଖୀଙ୍କ ସହିତ ପ୍ରସ୍ଥାନ କରୁଥିଲେ, ସେତେବେଳେ ସେ କିଛି ପାଦ ଆଗକୁ ଯାଇ ତତକ୍ଷଣ ସାଙ୍ଗେ ସାଙ୍ଗେ କୁଶର ଅଗ୍ରଭାଗ ଦ୍ୱାରା ପାଦ କ୍ଷତ ହେଇଗଲା ବୋଲି କହିକି ରହିଗଲା। ପରନ୍ତୁ ତତ୍ର କୁଶଃ ନ ଆସନ୍ନେବ, କିନ୍ତୁ ସେ ଜାଗାରେ କୁଶ ହିଁ ନଥିଲା। ପୁଣି ତାର ବଳକଳ ବସ୍ତ୍ର ଯଦ୍ୟପି ଗଛର ଶାଖାରେ ଲାଗିନଥିଲା, ତଥାପି ସେ ବଳକଳ ବସ୍ତ୍ରକୁ ଶାଖା ରୂପେ ମୁକ୍ତ କରୁଥିଲା। ତ ଏଇଭଳି ଭାବରେ ସେ ମୁଖକୁ ବିବୃତ କରି ମତେ ହିଁ ଦେଖି ମତେ ହିଁ ଚାହିଁ ରହିଥିଲା ହେଲା। ତାହେଲେ ଶକୁନ୍ତଳା କୁତ୍ର କେନ ଚରଣ କ୍ଷତ ଇତି ସ୍ଥିତଃ, ଶକୁନ୍ତଳା କେଉଁ ଜାଗାରେ କାହା ଦ୍ୱାରା ଚରଣ କ୍ଷତ ହେଇଗଲା ବୋଲି କହିକି ରହିଗଲା? ଦର୍ଭାଙ୍କୁରେଣ। ହଁ, ତ ଦର୍ଭାଙ୍କୁରେଣ, ଆଉ କୋଉ ଜାଗାରେ ପିଲେ ନା ଅକାଣ୍ଡେ, ଯୋଉ ଜାଗାରେ ହବା କଥା ନୁହଁ ସେଭଳିଆ ଜାଗାରେ ହେଲା। ତ ଛନ୍ଦ ହେଲା ପିଲେ ବସନ୍ତ ତିଳକା ଛନ୍ଦ। ତାପରେ ସେଥିରୁ ବିଦୁଷକ କହୁଛି ଗୃହୀତ ପାଥେୟ କୃତଃ ଅସିତୟା, ତାହେଲେ ତ ବଢିଆ ହେଲା ଆଉ। ତାହେଲେ ତ ଆପଣଙ୍କୁ ବାଟ ଖର୍ଚ୍ଚ, ପାଥେୟ ମାନେ ପିଲେ ବାଟ ଖର୍ଚ୍ଚ, ବୁଝିଲା। ପାଥେୟ କହିଲେ କଣ ମାନେ ତମେ ଯେତେବେଳେ କୁଆଡେ ଘରୁ ମନେକର କୁଆଡେ ଯାଉଥିବ, ତମକୁ କି ଦେଇଥାନ୍ତି ନା ପଇସା ପିଲେ, ମାନେ ପ୍ୟାରେଣ୍ଟସ ମାନେ ଦେଇଥାନ୍ତି କିଛି ବାଟରେ ଖର୍ଚ୍ଚ କରିବା ପାଇଁ। ତ ଦୁଷ୍ୟନ୍ତ ବର୍ତ୍ତମାନ ଆସିବେ ଆଶ୍ରମରୁ ନା, ଆଉ ବାକି ଶକୁନ୍ତଳାଙ୍କର ଏଇ ଯୋଉ ପ୍ରେମ ଭାବ ତାଙ୍କ ପ୍ରତି ଦେଖାଗଲା, ତ ସେଇଟା ଦୁଷ୍ୟନ୍ତଙ୍କର ୱାନ୍ ଟାଇପ୍ ଅଫ୍ ପିଲେ ପାଥେୟ ଆଉ ହେଲା। ତ ସେଇ କଥା କହୁଛି କି ଗୃହୀତ ପାଥେୟ କୃତଃ ଅସିତୟା, ତାହେଲେ ତ ଶକୁନ୍ତଳା ତୁମକୁ ବାଟ ଖର୍ଚ୍ଚ ବି ଦେଇ ଦେଇଛନ୍ତି। ତାଙ୍କର ଏଇ ଟିକେ ପ୍ରେମ ଭାବକୁ ଆପଣ ବାଟ ଯାକ ଭାବି ଭାବି ଆସିପାରିବେ ନା ନାଇଁ। ଅତଃ ଅନୁରକ୍ତମ ତପୋବନମିତି ତର୍କୟାମି, ଏଣୁ ତପୋବନ ତୁମଠାରେ ବଡ ଅନୁରକ୍ତ ବୋଲି ମୁଁ ଚିନ୍ତା କରୁଛି ହେଲା। ଯାହାକୁ ଶକୁନ୍ତଳା ଭଲ ପାଉଛି ତାକୁ ତପୋବନ କାହିଁକି ନ ଭଲ ପାଇବ। ତାପରେ ରାଜା କହୁଛନ୍ତି ସଖେ ତପସ୍ୱୀ ଭି କୈଶ୍ଚିତି ପରିଜ୍ଞାତ ଅସ୍ମି, ହେ ସାଙ୍ଗ କିଛି ତପସ୍ୱୀ ମାନେ ମତେ ପୁରା ଚିହ୍ନି ଗଲେଣି, ତାଙ୍କ ଆଶ୍ରମର କିଛି ତପସ୍ୱୀ ମତେ ପୁରାପୁରି ଚିହ୍ନି ଗଲେଣି ମୁଁ ରାଜା ବୋଲି ହେଲା। ଆଉ ଚିନ୍ତୟ ତାବତ କେନ ଅପଦେଶେନ ପୁନଃ ଆଶ୍ରମ ପଦମ ଗଚ୍ଛାମଃ, ତାହେଲେ ଚିନ୍ତା କର କଣ ଆଉ ବାହାନା କରିକିରି ମୁଁ ପୁଣି ଥରେ ଆଶ୍ରମକୁ ଯାଇପାରିବି ହେଲା। ତ ବିଦୁଷକ କହୁଛନ୍ତି କହ ଅପରଃ ଅପବେଶ ନନୁ ଭବାନ ରାଜା, କହୁଛି ଅନ୍ୟ ବାହାନା କଣ ହେବ, ଆପଣ ପରା ଜଙ୍ଗଲର ରାଜା, ଆଉ ଆପଣଙ୍କୁ ପୁଣି କଣ ଦରକାର ବାହାନା। ତାପରେ ରାଜା କହୁଛନ୍ତି ତତଃ କିମ୍, ତାହେଲେ କଣ ହେଲା, ମୁଁ ରାଜା ହେବାରୁ କଣ ସେଠୁ ହେଲା। ତାପରେ ବିଦୁଷକ କହୁଛି ନିବାର ଷଷ୍ଠ ଭାଗମ ତାପସାହ ମେ ଉପହରନ୍ତୁ ଇତି, ତ ଆପଣ ଯିବେ କହିବେ ତପସ୍ୱୀ ମାନେ ମତେ ଶସ୍ୟର 6 ଭାଗ କର ଆକାରରେ ଦିଅନ୍ତୁ ବୋଲି, ଏହା ମାଗିବା ପାଇଁ ଆପଣ ପଳେଇବେ ହେଲା। ତାପରେ ରାଜା କହୁଛନ୍ତି ମୂର୍ଖ ଅନ୍ୟମ ଏବ ଭାଗଧେୟମ ଏତେ ତପସ୍ୱିନଃ ମେ ନିର୍ବପନ୍ତି, କହୁଛନ୍ତି ହେ ମୂର୍ଖ ତପସ୍ୱୀ ମାନେ ମତେ ଅନ୍ୟ କିଛି ବସ୍ତୁ ପ୍ରଦାନ କରୁଛନ୍ତି, ଆଉ କର କଣ ଦେବେ। ୟହ ରତ୍ନ ରାଶିନ୍ ଅପି ବିହାୟ ଅଭିନନ୍ଦ୍ୟତେ, ଆଉ ସେ ଯାହା ଦଉଛନ୍ତି ନା, ଯାହାକି ଧନରତ୍ନ ଠାରୁ ମଧ୍ୟ ଅଧିକ ପ୍ରଶଂସନୀୟ ଅଟେ, ଧନରତ୍ନ ଠାରୁ ମଧ୍ୟ ବହୁତ ମୂଲ୍ୟବାନ ଜିନିଷ ସେ ମତେ ଦଉଛନ୍ତି। ସେ କଣ ଦଉଛନ୍ତି ନା ସେ କଥା ଶ୍ଲୋକ ନମ୍ବର 14 କହୁଛନ୍ତି ପିଲେ कि यदुत्तिष्ठति वर्णेभ्यो नृपाणां क्षयितद्धनं तपः षड्भागमक्षेयं ददत्यारण्यकाहिनः, कौशल नृपाणाम वर्णेभ्यः यत धनम उत्तिष्ठति तत क्षयी किंतु आरण्यकाः नः अक्षयम हि तपः षड्भागम ददति। नृपाणाम माने राजा मानकर, वर्णेभ्य माने जो ब्राह्मण वैश्य, ब्राह्मण क्षत्रिय वैश्य शूद्र जो सब जाति माने अछंती, ए सब जातिर लोक मानक ठारू यत धनम उत्तिष्ठति, तो जेउ धन आदाय करा जाउची, तो कर आकार समस्त किछ ना किछ दियंती राजा को पिले, तो जहा किछ आदाय करा जाउची तत क्षयी, तो से धन बड़ क्षणस्थायी, बहुत कम समय नष्ट हो जीवो। किंतु आरण्यकाः जो माने तपस्वी माने से माने नह माने आम मानकु अक्षयम ही हैला तपः षड्भागम ददति, तो से माने निजर तपस्यार 6 भाग आमको दौचंती, जहाँकि क्षय रहित अटे, जहाँ केबे नष्ट ही हब नाही। तो से जो एते तपस्या करूछंती तांको तपस्यार 6 भाग फल आमानकु मध्य मिलुची, जहाँकि केबे नष्ट हब नाही। तो से आउ बड़ कर कोन देबे, बुझियो श्लोकर अर्थ पिले ना नाही ଆଜ୍ଞା ସାର୍। ହେଲା। କାହିଁକିନା ରାଜା ସବୁବେଳେ ପିଲେ 6 ଭାଗ କର ହିଁ ଆଦାୟ କରିଥାନ୍ତି ପିଲେ, ଠିକ ଅଛି। ଗନ୍ଧୌ ସଧୀର ସାନାମ ଚ ଷଡଭାଗମ୍ ଆଦଦୀତାଥ ଷଡଭାଗମ୍ ଗନ୍ଧୌ ସଧି, ଏତ ଶ୍ଲୋକ ପୁରା ଅଛି ପିଲେ ହେଲା।
ତ ये सब जिनस राजा 6 भाग कर पिले आदाय करथांती किंतु गोटे हला सुवर्ण आ गोटे कौन अच्छी पिले है सुवर्ण आ गोटे जिनस सुवर्ण ऊपर सर 50 भाग कर हाँ 50 भाग ଆଉ बुझेला सर धान्ୟ ଉପରେ सर 6 ଭାଗ 12 ଭାଗ ଆଉ 8 ଭାଗ କର 8 भाग 6 8 12 है तो मनुस्मृति पढ़ा हो तमरा ଆଜ୍ଞା सर ଇତରରେ ଅଛି इतर अच्छे ये जो सप्तम अध्याय ଆଜ୍ଞା ଆଜ୍ଞା सर अच्छा ହେଲା ତାହେଲେ ଅତ୍ର ରାଜା ଦୁଷ୍ୟନ୍ତ ବିଦୂଷକಂ ପ୍ରତି ବଦନ୍ତି ତ ଏଠାରେ ରାଜା ଦୁଷ୍ୟନ୍ତ ପ୍ରିୟ ବିଦୂଷକକୁ କହୁଛନ୍ତି କି ବ୍ରାହ୍ମଣାଦି ବର୍ଣ୍ଣାଃ ଅସ୍ମଭ୍ୟଂ ୟତ୍ ଧନଂ ପ୍ରୟଚ୍ଛନ୍ତି ବ୍ରାହ୍ମଣାଦି ବର୍ଣ୍ଣ ମାନେ ଆମମାନଙ୍କୁ ଯେଉଁ ଧନ ଦେଉଛନ୍ତି ତତ୍ ଧନଂ କ୍ଷଣସ୍ଥାୟୀ ସେ ଧନ ପ୍ରିୟ କ୍ଷଣସ୍ଥାୟୀ ଅଟେ ହେଲା ପରନ୍ତୁ ତପସ୍ୱୀ ମାନେ ଆମମାନଙ୍କୁ ଯେଉଁ ତପସ୍ୟାର ଷଡ଼ଭାଗ ଦେଉଛନ୍ତି ତାହା କ୍ଷୟ ରହିତ ଅଟେ ତାହା କେବେ ପିଲେ କ୍ଷୟ ହବ ନାହିଁ ତାହେଲେ ଆରଣ୍ୟକାଃ କିମ୍ ଦଦତି ତ ଆରଣ୍ୟକ ମାନେ ପିଲେ କଣ ଦେଇଥାନ୍ତି ତପଃ ଷଡଭାଗମ୍ ତପଃ ଷଡ଼ଭାଗମ୍ ହେଲା ଅକ୍ଷୟମ୍ ତପଃ ଷଡ଼ଭାଗମ୍ ଆଉ ଛନ୍ଦ ହେଲା ପିଲେ ଅନୁଷ୍ଠୁପ ଛନ୍ଦ ତାପରେ ଏଇ ସମୟରେ ପିଲେ ନେପଥ୍ୟରେ ଶୁଣାଗଲା ଠିକ ଅଛି ଯୋଉ ପରଦା ପଛପଟେ ଶୁଣାଗଲା ହନ୍ତ ସିଦ୍ଧାର୍ଥ ସ୍ୱଃ ଆରେ ଆମେ କୃତକୃତ୍ୟ ଅଟୁ ଠିକ ଅଛି ମାନେ କେହି ଜଣ ଏମିତି କହୁଛି ଆଉ କିଏ କହୁଛି କିଛି ଜଣା ପଡୁନି ନେପଥ୍ୟ ତ ଶୁଣା ଯାଉଛି ଆଉ ହେଲା କି ଆମେ ଦୁଇ ଜଣ କୃତକୃତ୍ୟ ଅଟୁ ତବେ ରାଜା ସେଥିରୁ ପିଲେ କର୍ଣ୍ଣମ ଦତ୍ତ୍ୱା ଟିକେ ପିଲେ କାନ ଡେରି ଶୁଣିକିରି ରାଜା କହୁଛନ୍ତି ଅୟେ ପ୍ରଶାନ୍ତ ସ୍ୱରୈଃ ତପସ୍ୱୀଭିଃ ଭବିତବ୍ୟ ଆରେ ଏପରିକା ଶାନ୍ତ ସ୍ୱର ତ କେବଳ ତପସ୍ୱୀ ମାନଙ୍କରେ ହିଁ ହେଇପାରିବ ତ ନିହାତି ଭାବରେ ତପସ୍ୱୀ ମାନେ ମଧ୍ୟ ଆସୁଛନ୍ତି କଣ ତାପରେ ସେଥିରୁ ପ୍ରବିଶ୍ୟ ତ ପ୍ରବେଶ କଲା କିଏ ସେ ପ୍ରବେଶ କଲା ନା ଦୌବାରିକ ଦ୍ୱାରପାଳ ପିଲେ ଦ୍ୱାରପାଳ ପ୍ରବେଶ କରି କହୁଛି ଜୟତୁ ଭର୍ତ୍ତା ମହାରାଜାଙ୍କର ଜୟ ହେଉ ଏ ତ ଦୌ ଋଷି କୁମାର ପ୍ରତିହାର ଭୂମି ଉପସ୍ଥିତ ତ ଏଇ ଋଷି କୁମାର ଦୁଇ ଜଣ ଦ୍ୱାର ପାଖରେ ଆସିକରି ଉପସ୍ଥିତ ହୋଇଛନ୍ତି ଦି ଜଣ ଋଷି କୁମାର ଆସିଛନ୍ତି ତାପରେ ରାଜା ସେଥିରୁ କହିଲେ ଅବିଳମ୍ବ୍ୟ ପ୍ରବେଶୟତ ଯଥାଶୀଘ୍ର ତାଙ୍କୁ ଭିତରକୁ ପ୍ରବେଶ କରାଅ ହେଲା ଯଥାଶୀଘ୍ର ତାଙ୍କୁ ଭିତରକୁ ଆଣ ତାପରେ ଦୌବାରିକ ଦ୍ୱାରପାଳ କହୁଛି ୟତ ଭରତ ଆଜ୍ଞା ପୟତି ତ ଯଥା ଆଜ୍ଞା ମହାରାଜ ଇତି ନିଷ୍କ୍ରମ୍ୟ ଏହା କହିକିରି ବାହାରକୁ ପଳେଇଗଲା ଆଉ ଋଷି କୁମାରାଭ୍ୟାମ ସହ ପୁନଃ ପ୍ରବେଶ୍ୟ ଆଉ ଋଷି କୁମାର ଦୁଇ ଜଣଙ୍କ ସହିତ ପୁଣି ଥରେ ପ୍ରବେଶ କରିକିରି କଣ କହିଲା ନା ଇତଃ ଭବନ୍ତୌ ଆପଣ ଦୁଇ ଜଣ ଏପଟେ ଆସନ୍ତୁ ହେଲା ତ ତାଙ୍କୁ ପିଲେ ବାଟୋଇ ଆଣିଲା ତାପରେ ଦୁଇ ଜଣ ଯାକ ରାଜାନମ ବିଲୋକୟତଃ ସେ ଦୁଇ ଜଣ ପିଲେ ରାଜାଙ୍କୁ ଦେଖୁଛନ୍ତି ଦେଖିକିରି ଏକଃ ତ ସେ ଦୁଇ ଜଣଙ୍କ ଭିତରୁ ଜଣେ ଋଷି କୁମାର କହୁଛି ଅହୋ ଦୀପ୍ତିମତଃ ଅପି ବିଶ୍ୱସନୀୟତା ଅସ୍ୟ ବପୁସଃ ଆରେ ତେଜସ୍ୱୀ ହେଲେ ମଧ୍ୟ ଏ ଶରୀରରେ ବିଶ୍ୱାସ ଯୋଗ୍ୟତା ରହିଛି ମାନେ ଶରୀରକୁ ଲାଗୁଛି ମାନେ ଶରୀର ଉପରେ ବିଶ୍ୱାସ କରାଯାଇପାରିବ ଅଥବା ଉପପନ୍ନମ ଏତତ୍ ଅସ୍ମିନ୍ ଋଷି କଳ୍ପେ ରାଜନୀ ଅଥବା ଇଏ ତ ରାଜା କିନ୍ତୁ ଋଷି ସଦୃଶ କିନ୍ତୁ ପିଲେ ଏ ଯୋଉ ରାଜା ହେଲେ ମଧ୍ୟ ଇଏ ଦେଖିବା ପାଇଁ କାହା ଭଳିଆ ନା ଋଷି ସଦୃଶ ଅଟନ୍ତି ହେଲା କାହିଁକି ରାଜାଙ୍କ ପିଲେ ଋଷି ବୋଲି ଏଠି କାହିଁକି କୁହାଗଲା ନା କାହିଁକି ନା ସେ କଥା ପିଲେ କହୁଛନ୍ତି ଶ୍ଲୋକରେ ପିଲେ ହେଲା 15 ନମ୍ବର ଶ୍ଲୋକରେ କାହିଁକି ନା ଅଧ୍ୟାକ୍ରାନ୍ତା ବସତି ରମୁନା ପ୍ୟାଶ୍ରମେ ସର୍ବଭୋଗ୍ୟେ ରକ୍ଷା ଯୋଗାତ୍ ଅୟମପି ତପ ପ୍ରତ୍ୟହଂ ସଞ୍ଚିନୋତି अस्यापेद्यां स्पृशति वसिना चारण द्वन्द्व गीतः पुण्यः शब्दो मुनिरिति मुहु केवलं राजपूर्वः काहेकि ना अमुना अपि सर्वभोग्ये आश्रमे बसति ही अध्याक्रांता और रक्षा योगात अयमपि प्रत्यहं तपः संचिनोति वसिनः अस्य अपि केवलं राजपूर्वः पुण्यः मुनिः इति शब्दः चारण द्वन्द्व गीतः मुहुः द्याम स्पृशति हैला देखो कहउछनी पिले अमुना माने अनेन दुष्यंतेन हैला तो ए जो दुष्यंत इये मध्य अपि माने पिले इये मध्य सर्वभोग्ये माने सर्वैः आश्रयणीये तो समस्तଙ୍କ द्वारा जहा पिले उपभोग्य बा समस्ते जोठी बास करि पारिबे
से भलिया कौन पिले ना आश्रमे तो गृहस्थ आश्रम रे कहीं ना जो चारोटी पिले आश्रम अच्छी चारोटी आश्रम भितर गृहस्थाश्रम पिले सबुठ भल आश्रम पिले ना गृहस्थाश्रम समस्त रही पारे किंतु आउ बाकी 3टा आश्रम समस्ते रही पारे बुझे समस्त गोटे मनुस्मृतिर श्लोक अच्छी पिले कि जमती वायु को आश्रय करी समस्त प्राणी माने थांती सेमती गृहस्थ आश्रम को आश्रय करी समस्त आश्रम रही थाए सर यथा वायु समाश्रित्य वर्तन्ते सर्व जंतवा तथा गृहस्थमाश्रित्य वर्तन्ते सर्वाश्रम। वर्तन्ते सर्वाश्रम है तो से समस्त द्वारा आश्रय योग्य गृहस्थाश्रम बसती ही अध्याक्रांता बास करुछंती जेमती ऋषि माने भी आश्रम बास करती तो ये भी तो आश्रम बास करुछंती किंतु गृहस्थाश्रम है तो ये गोटे माने समानता हला पे ऋषि और राजा भितर आउ कौन ना रक्षा योगात अयम अपि प्रत्यहम तपः संचिनोति तो प्रजा मानकर रक्षा काम नियुक्त होइतिबा फल रे ये मध्य प्रतिदिन पुण्य पाउछंती जेमते ऋषि माने प्रतिदिन तपस्या करुछंती प्रतिदिन तांकर तपस्या बढ़ुची सेमते राजांकर मध्य प्रतिदिन पिले पुण्य बढ़ुची केमिति ना जेहेतु ये प्रजा मानकर रक्षा करुछंती सेति पई हला तो से प्रजा मानक रक्षा कार्य कारणरू ये मध्य प्रतिदिन पुण्य ही पाउछंती बुझेला पिले तापरे ये मध्य ऋषि संगे समान है आउ कौन ना बसीन अस्य जमती ऋषि माने पिले जितेन्द्रिय सेमती राजा भी तो जितेन्द्रिय पिले केवलम राजपूर्व पुण्य मुनि इति शब्द है जितेन्द्रिय ए राजांकर केवल राजपूर्वक पवित्र ऋषि नामक शब्द केवल एति फरक जो माने ऋषि से केवल गोटे शब्द पिले ऋषि किंतु ये ऋषि जे किंतु ये ऋषि पूर्वर गोटे शब्द अच्छी कौन से शब्द पिले ना राजपूर्वक है ना राज शब्द अच्छी माने ये हेले राजर्षि अरे ऋषि पूर्वर राजा रहे कौन है राज प्लस ऋषि राजर्षि है ताले जितेन्द्रिय यही दुष्यंतर मध्य केवल राजपूर्वक जो पवित्र ऋषि शब्द रही जहाकू कि चारण द्वंद्व गीता तो चारण जुगल ही गीता चारण कहले जो माने राजांकर पिले प्रशंसा इत्यादि करती तो से द्वारा जिते माने गान करा जाउची ताहा बारंबार द्याम स्पृशति द्याम माने स्वर्ग स्वर्ग को पिले छुई जाउची से शब्द स्वर्ग पर्यंत पहुंचुची है ना तो यही भाव ए राजा मध्य राजा दुष्यंत मध्य ऋषि तुल्य ही अटंती ऋषि सम ही अटंती बुझे पिले श्लोक अर्थ ना नहीं आज्ञा सर ताले पिले एठारे जने ऋषि कुमार राजांकर ऋषित्व को प्रतिपादन करने को जाई कहउचंती कि जेपरी ऋषि आश्रम रे वास करंती सेहीपरि ये दुष्यंत मध्य समस्त द्वारा आश्रयणीय गृहस्थाश्रम रे वास करुछंती ऋषि जेपरी प्रतिदिन पुण्य पाइथांती सेहीपरि ये मध्य प्रजा मानक रक्षा कार्य नियुक्त होइतिबा कारणरू पुण्य पाइथांती आउ यही जितेन्द्रिय ऋषि यही शब्द प्रयोग करा जाउची परंतु केवल से शब्दटा राजपूर्वक माने राजर्षि यही भाव में प्रयोग करा जाउची आउ जेउ शब्द को चारण जुगल माने गाई थांती आउ से गीत स्वर्ग को मध्य पहुंची थाए स्वर्ग को मध्य छुई जाई थाए है ना ताले दुष्यंते न कुत्र बसति ही अध्याक्रांता कोठी वास करुछंती अरे सर्वभोग्य आश्रम आश्रम किंतु को भले आश्रम ना सर्वभोग्य आ दुष्यंत प्रत्यहम कथम तपः संचिनोति किपरि तपस्या बा किपरि पुण्य पाउछंती रक्षा जोगात ना नहीं तो रक्षा जोगात रक्षा रे पे नियुक्त होइतिबा कारण आ छंद हो गला पिले मंदाक्रांता छंद तापरे द्वितीय जनक मध्य कोन कहउची पिले द्वितीय ऋषि कुमार सखे अयम सह बलभित सख दुष्यंत सांग ये कौन से इंद्रंकर सांग दुष्यंत की है तापरे प्रथम ऋषि कुमार कहूँ अथ कि नुहत आउ कौन ये हेले सही राजा दुष्यंत जे कि इंद्रंकर सांग तो द्वितीय ऋषि कुमार तापरे पिले कहूँ कौन कहूँ ना नयित चित्रम यदय मुदधि श्याम सीमां धरित्रीम
एकः कृष्णं नगर परिख प्रांशुबाहुर्भुनक्ति आशंसन्ते समिति सुसुरा शक्त वैराहिदैति अस्याधिज्ये धनुषि, है ना, धनुषि पिले, अस्याधिज्ये धनुषि विजयम पौरुहूते च वज्रे, है ना, कौच यत नगर परिघ प्रांशु बाहु अयम एकः उदधि श्याम सीमां कृष्णां धरित्रीं भुनकते एतत् न चित्रम् हि दैत्यैः शक्त वैराः सुराः समितिषु अस्य अधिज्ये धनुषि पौरुहूते वज्रे च विजयम आशंसन्ते। देख कौचे यत जेहेतु नगर परिघ प्रांशु बाहु, पिले नगर कहले नगर ହେଲା, ନଗର ଦ୍ୱାରର ଯୋଉ ପିଲେ ପରିଘ, ପରିଘ କହିଲେ ଯୋଉ ଅର୍ଗଳା, ଅର୍ଗଳା ମାନେ ଜାଣିଛ ପିଲେଟି କଣ ନା ନାଇଁ? ଆରେ ଯୋଉ ପୁରୁଣା କାଳିଆ ସବୁ କବାଟ ଦେଖିବ, କବାଟରେ ଥାଏ ଗୋଟେ ଅର୍ଗଳା ପିଲେ, ଯାହାକୁ ଖିଡକି ବୋଲି କହୁଛନ୍ତି, ଗୋଟେ ବିରାଟ ବଡ ଗୋଟେ କାଠର ଦଣ୍ଡ ଥିବ, ସେଟାକୁ ଦିଆଯାଏ, ଦେଖିଛ ନା ନାଇଁ? କବାଟରେ ଯେତେବେଳେ କବାଟକୁ ବନ୍ଦ କରାଯାଏ, ସେଗୁଡା କାଠ ଗୋଟେ ପିଲେ ଦିପଟେ ଦିଟା ଥିବ କ୍ଲାମ୍ପ ଟାଇପର, ସେଥିରେ କାଠ ଦିଟାକୁ ପୁରେଇ ଦିଆଯାଏ। କିମ୍ବା ଗୋଟେ ଏମିତି ଗୋଲ ଟାଇପ ର ଥିବ, ତା ଭିତରେ ମଧ୍ୟ କାଠକୁ ଏମିତି ପୁରେଇ ଦିଆଯାଇଥାଏ। ଠିକ ଅଛି, ତାକୁ ତାକୁ ଏ ପିଲା ଅର୍ଗଳା ବୋଲି କୁହାଯାଏ। ତ ସେ ଅର୍ଗଳା ଯୋଉ ହେଇଥାଏ ପିଲା ବହୁତ ବିଶାଳ କାୟ ହେଇଥାଏ, ଅର୍ଗଳା ବହୁତ ମଜବୁତ ହେଇଥାଏ, ନହେଲେ ତ ଯୋଉ ଦ୍ୱାରକୁ ପିଲା ଭାଙ୍ଗିକିରି କିଏ ପଳେଇ ଆସିବ। ତେବେ ନଗର ଦ୍ୱାରର ଅର୍ଗଳା ପରିକା ବିଶାଳ ବାହୁ ଯାହାର ଥିଲା, ହେଲା, ସେ ହେଲା ପିଲେ କିଏ? ସେ ନା ରାଜା ଦୁଷ୍ୟନ୍ତ। ଯେମିତି ଅର୍ଗଳା ପିଲେ ବିଶାଳ, ସେମିତି ରାଜାଙ୍କର ବାହୁ ମଧ୍ୟ ପିଲେ ବହୁତ ବିଶାଳ ଥିଲା। ତ ସେଇ ରାଜା ଦୁଷ୍ୟନ୍ତ ଏକହ ଏକାକି ହିଁ ଉଦଧି ଶ୍ୟାମ ସୀମାମ୍, ଉଦଧି ଶ୍ୟାମ ସୀମାମ୍ କହିଲେ ଆ ସମୁଦ୍ର ମାନେ ସମୁଦ୍ର ସୀମା ପର୍ଯ୍ୟନ୍ତ, କୃଷ୍ଣାମ ମାନେ ସମସ୍ତ, ଧରିତ୍ରୀ ମାନେ ପୃଥିବୀକୁ, ଭୁନକ୍ତି ମାନେ ଯୋଉ ପାଡୁଛନ୍ତି ବା ପୃଥିବୀର ଯୋଉ ରାଜା ହେଇଛନ୍ତି, ଏତତ ନ ଚିତ୍ରମ୍, ଏହା କିଛି ଆଶ୍ଚର୍ଯ୍ୟକର ଜିନିଷ ନୁହେଁ। ରାଜା ଦୁଷ୍ୟନ୍ତ ଏକାକି ହିଁ ଏ ଯୋଉ ସମସ୍ତ ପୃଥିବୀକୁ ମାନେ ପାଳୁଛନ୍ତି, ତ ଏହା କୌଣସି ଆଶ୍ଚର୍ଯ୍ୟକର ଜିନିଷ ନୁହେଁ। କାହିଁକି ନା ଯେହେତୁ ଯେହେତୁ ଦୈତ୍ୟୈଃ ଶକ୍ତ ବୈରାହ, ରାକ୍ଷସ ମାନଙ୍କ ସହିତ ଯାହାର ଅତ୍ୟନ୍ତ ଶତ୍ରୁତା, ସେମାନେ କିଏ? ସେ ନା ସୁରାହ, ଦେବତା ମାନେ, ସେମାନେ ନା ସମିତିଷୁ ମାନେ ଯୁଦ୍ଧ କ୍ଷେତ୍ରରେ ଅସ୍ୟ ଅଧିଜ୍ୟେ ଧନୁଷି, ତ ଏହି ଦୁଷ୍ୟନ୍ତଙ୍କର ଜ୍ୟାଯୁକ୍ତ ଧନୁ ଉପରେ ଆଉ ପୌରୁହୂତେ ବଜ୍ରେ ମାନେ ଇନ୍ଦ୍ରଙ୍କର ବଜ୍ର ଉପରେ, ହେଲା, ବିଜୟମ ଆଶଂସନ୍ତେ, ତ ବିଜୟକୁ ଆଶା କରିଥାନ୍ତି। ତାହେଲେ ଯାହା ଧନୁ ଉପରେ ଦେବତା ମାନଙ୍କର ଆଶା ଅଛି ବିଜୟ ପାଇବା ପାଇଁ, ଆଉ ସିଏ ଯଦି ସମସ୍ତ ପୃଥିବୀକୁ ଏକୁଟିଆ ଭୋଗ କରୁଛନ୍ତି ବା ପାଳୁଛନ୍ତି, ତାହେଲେ ଏଇଟା କଣ ବଡ କଥା ହେଇଯାଉଛି? ଏଇଟା କିଛି ବିଚିତ୍ର କଥା ନୁହଁ କି ଏଇଟା କିଛି ଆଶ୍ଚର୍ଯ୍ୟକର କଥା ନୁହଁ, ନା ନାଇଁ? କାହିଁକି ନା ଯାହାର ଧନୁ ଉପରେ ପିଲେ କୋଉ ମାନେ ଡିପେଣ୍ଡେଡ, ଦେବତା ମାନେ ଯାହାର ଧନୁ ଉପରେ ଆଶ୍ରିତ, ହେଲା, ଆଉ ଯଦି ସେ ଏକୁଟିଆ ପିଲେ ପୃଥିବୀକୁ ପାଳୁଛନ୍ତି, ତାହେଲେ କିଛି ଆଶ୍ଚର୍ଯ୍ୟକର କଥା ଏଥିରେ ନାହିଁ। ବୁଝିବ ଶ୍ଲୋକର ଅର୍ଥ ପିଲେ? ଆଜ୍ଞା ସାର୍। ତାହେଲେ ଅତ୍ର ଦ୍ୱିତୀୟ ଋଷିକୁମାର ବଦତି, ତ ଦ୍ୱିତୀୟ ଋଷିକୁମାର କହୁଛି କି ରାଜା ଦୁଷ୍ୟନ୍ତ ଯାହାର ନଗର ଦ୍ୱାରର ଅର୍ଗଳା ପରିକା ବିଶାଳ ଭୁଜ ରହିଛି, ତ ସିଏ ଏକାକି ଯଦି ମାନେ ସମୁଦ୍ର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୃଥିବୀକୁ ପାଳନ କରୁଛନ୍ତି, ତାହେଲେ ଏଠାରେ କିଛି ମଧ୍ୟ ଆଶ୍ଚର୍ଯ୍ୟକର ଜିନିଷ ନାହିଁ। ଯେହେତୁ ରାକ୍ଷସ ମାନଙ୍କ ସହିତ ଯେଉଁମାନଙ୍କର ପ୍ରବଳ ଶତ୍ରୁତା, ସେଭଳିଆ ଦେବତା ମାନେ ବି ଯୁଦ୍ଧରେ ଏହି ଦୁଷ୍ୟନ୍ତଙ୍କର ଜ୍ୟାଯୁକ୍ତ ଧନୁଠାରେ ଆଉ ଇନ୍ଦ୍ରଙ୍କର ବଜ୍ରଠାରେ ବିଜୟର ଆଶା ରଖିଥାନ୍ତି, ଆଉ ସେଥିପାଇଁ ସିଏ ଯଦି ଏକାକି ଭୋଗ କରୁଛନ୍ତି, ତ କଣ ବଡ କଥା? ତାହେଲେ ସୁରାହା ସମିତି ସୁକୁତ୍ର ବିଜୟ ଆଶଂସନ୍ତେ, ଦେବତା ମାନେ ପିଲେ କାହା ଉପରେ ବିଜୟର ଆଶା ରଖିଥାନ୍ତି? ଦୁଷ୍ୟନ୍ତ। ହଁ, ଦୁଷ୍ୟନ୍ତଙ୍କର ଜ୍ୟାଯୁକ୍ତ ଧନୁ ଆଉ ଇନ୍ଦ୍ରଙ୍କର ବଜ୍ର ଉପରେ, ହେଲା। ଆଉ ଏଠି ଛନ୍ଦ ହେଲା ପିଲେ ମନ୍ଦାକ୍ରାନ୍ତ, ଅଳଙ୍କାର ପିଲେ ଏଠି ହେଲା ଉପମା ଅଳଙ୍କାର, ହେଲା। ତଥାଉ ପିଲେ ଏତିକି, ମାନେ ଆଉ ଗୋଟିଏ କାଲିକି ଦେଖିଦବା, କାଲିକି ଏଟା ପୁରାପୁରି ମାନେ ପୁରା କମ୍ପ୍ଲିଟ ହେଇଯିବ ପିଲେ, ଠିକ ଅଛି। ଆଉ କାଲିକି ତ ନାହିଁ ବୋଧେ, ତମର କାଲି କଲେଜ ନାହିଁ ପରା ପିଲେ, ନା ଅଛି? ନାଇଁ ସାର୍, କାଲି କଲେଜ ନାହିଁ। ହୁଁ,
ଆଉ ଠିକ ଅଛି କାଲି ପିଲା ଆମେ ଏଇ ଟାଇମ ରେ ପିଲେ ଆଉ ବାକି ଯାହା ରହିଲା କାଲି ଦ୍ୱିତୀୟ ଅଙ୍କ ପିଲେ କମ୍ପ୍ଲିଟ କରିନେବା ହେଲା। ହଉ ଠିକ ଅଛି ପିଲେ।